ଦେଖିବା ଦେଖିବା କିଏ ସେ ମହିଳା ସେ ମହିଳା ମୋର କଣ ବେଳା ଖରାପ ନା କଣ ଯେତେବେଳେ ଯାହାକୁ ଦେଖିବି ସେ ଓଢ଼ଣା ଟେକି ଯାଇଥିଲେ ଆଜି ମୋର ଓଢ଼ଣା ଖୋଲ ମୁଁ ଦେଖିବି କିଏ ତମେ ଆରେ ଟିକେ ରୁହ ଟିକେ ରୁହ ଆଉ ତ ପଳଉଛ ମୋର ଓଢ଼ଣା ଖୋଲ ଟିକେ ଆରେ ଖୋଲ ଆରେ ମୁଁ ଦେଖିବି କିଏ ତମେ ଆରେ ଖାଲି ମୋର ଖାଲି ଦେଖିବି ବାସ୍ ମୋର ଖୋଲ ଅଭାଇ ତୁझे होना କାହିଁକି ହେଲେ ଗୋଟେ କଥା ମନେ ରଖ ମତେ ଘରକୁ ଯୋଉମାନେ ନେଇକି ଆସୁଛନ୍ତି ମୁଁ ସେମାନଙ୍କର ପୁଅ ମୋ ନାଁ ଶିବ ଶଙ୍କର ଦେବଦେବ ମହାଦେବ କୈଳାସପତି ଶିବଙ୍କର ସେମିତି ସାପ ପ୍ରିୟ ମୋର ବି ସେମିତି ସାପ ଭଲରେ କହୁଛେ ମୁଣ୍ଡର ଓଢ଼ଣା ଖୋଲ ଭଲରେ କହୁଛେ ମୁଣ୍ଡର ଓଢ଼ଣା ଖୋଲ ତାହେଲେ ମୁଁ କେଦାର ଗୌରୀ ମିଶିକି ତ ମୁଣ୍ଡର ଓଢ଼ଣା ଖୋଲିବି ବୁଝିଲା ଠିକ ଅଛି ଏଇ ଗଲା ଗୌରୀ ବୁଝିଲାନି ମୋ ପରିସ୍ଥିତି ଯଦି ଦୁର୍ଗାଣୀ ଜାଣିଛ ମୋର ଆଉ ଗୋଟେ ସ୍ତ୍ରୀ ଅଛନ୍ତି ମୋ ଟେନସନ ବଢେଇ ଦେଇଛି ସେ ଶିବାନୀ କିଏ ମୁଁ ଭଲସେ ଜାଣିନି କି ଚିହ୍ନିନି ହେଲେ ତାର ଗୋଟାଏ ଜିଦ ମୋ ସ୍ତ୍ରୀ ହେଇକି ସେ ଏଇ ଘରେ ରହିବ ମୋତେ ତ ବାରମ୍ବାର କହୁଛି ମୋର ଗୋଟେ ସୁନ୍ଦରିଆ ସ୍ତ୍ରୀଟା ଅଛି ତୁ ଆସିବା ଦରକାର ନାହିଁ ବୋଲି ହେଲେ ସେ ଜମା ମୋ କଥା ଶୁଣୁନି ସେ ସେରେ ବାପା ମାଙ୍କ ସେବା କରିବା ବାହାନାରେ ଘରକୁ ଚାଲି ହେଇଛି ଆରେ ତମ କଥା ଛାଡ ମୁଁ ମୋ କଥା କହୁଛି ଟିକିଏ ଶୁଣ ସାରା ଦୁନିଆ ତ ଜାଣିଛି ମୁଁ ଗୋଟେ ଧନ ଲୋଭୀ ବୋଲି ବାପା ମା ଭାଇ ଭଉଣୀ କାହାକୁ ଟିକେ ଶାନ୍ତିରେ ରଖେଇ ଦେଇନି ହେଲେ କେହି କେବେ କହିପାରିବେନି ଯେ ମୁଁ ଗୋଟେ ଚରିତ୍ରହୀନ ବୋଲି ମୁଁ ସତ କହୁଛି ରୁଦ୍ରାଣୀ ମୁଁ କେବଳ ଗୋଟାଏ କଥା ଜାଣିଛି ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର ମୁଁ ସତ କହୁଛି ରୁଦ୍ରାଣୀ ମୋ ଚରିତ୍ର ଉପରୁ ଯଦି ଟିକେ ଆଜ ଆସିବ ମୋ କେଦାର ଗୌରୀକି ନେଇ ଅନାଥ ଆଶ୍ରମରେ ଛାଡ଼ିଦେଇ ମୋ ଆତ୍ମହତ୍ୟା ମାରିବେ ତମେ ଦେଖିବ ରୁଦ୍ରାଣୀ ଯୋଉଦିନ ସେ ଶିବାନୀ ତମରି ସାମ୍ନାରେ ଠିଆ ହେଇକି କହିବ ମୁଁ ତା ସ୍ୱାମୀ ବୋଲି ସେମିତି ସୁଯୋଗ ତା ଜୀବନରେ କେବେ ବି ଆସିବନି ସୁଯୋଗ ପରେ ଆସି ଘର ଭିତରେ ପଶି ସାରିଲାଣି ବାପା ମାଙ୍କ ସେବା କରିବା ବାପା ମାଙ୍କ ସେବା ସେ କରିପାରିବନି ତା ଅବସ୍ଥା ମୁଁ ଏମିତି କରିବି ସେ ଆପେ ଆପେ ଘର ଛାଡ଼ି ଚାଲିଛି ହେଲେ ତମ ପରି ସରଳ ନିରୀହ ନାରୀ କୋଡି କୋଷ୍ଠିଆ କାମ ପାରିବ ସରଳ ନିରୀହ ନାରୀ ବି ସିନ୍ଦୁର ପାଇଁ ଉଗ୍ର ରୂପ ନେଇପାରେ ମୋ ସିନ୍ଦୁର ସମାନ ପାଇଁ ମୁଁ କିଛି ବି କରିପାରେ ଶୁଣ ମୋ କଥା ଶୁଣ
ଝିଅ ତ ତାକୁ ବଞ୍ଚେଇବା ଦାୟିତ୍ୱ ମୋର। ତା ଅବସ୍ଥା ମୁଁ ଏମିତି କରିବି ସେ ଅଧା ଆମର ଅବସ୍ଥାରେ ଘର ଛାଡି ଚାଲିଯିବ। ଯାଅ ତମକୁ ଯାହା କହିଲି ସେଇଆ କର। କେଦାର ଗୌରୀ ଯିବ କାରୁଛ କାହିଁକି? ଚାଲ ଚାଲ ଯିବା କାମରେ ଲାଗିଯିବା। ଚାଲ 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 ଚାଲ। ତମେ ବାପାଙ୍କ ସାଙ୍ଗରେ ଆସିଛ ନା? ମୁଁ ତାଙ୍କ ବୋହୂ ମାନେ ଶିବ ଶଙ୍କରଙ୍କ ସ୍ତ୍ରୀ। ନାଇଁ ନାଇଁ ନମସ୍କାର କରିବା କିଛି ଦରକାର ନାହିଁ। ଆଚ୍ଛା ତମେ କୁଆଡେ ଯାଇଥିଲ? ନାଇଁ ନାଇଁ ତମକୁ କାମ କରିବାକୁ ବାହାରକୁ ଯିବାକୁ ପଡିବନି। ଏଇ ଘରେ ପୁରା ତମ ପାଇଁ କାମ ଅଛି। ହଁ ସତରେ। କଥା କଣ କି ମୋ ଦେହ ଜମା ଭଲ ରହୁନି, ସେଇଥିପାଇଁ ମୁଁ ଏ ଘରର କାମ ଗୁଡା ଠିକ ଭାବରେ କରିପାରୁନି। ତମେ ଯେତେ ଟଙ୍କା ଚାହିଁବ ମୁଁ ତମକୁ ଦେବି। ଠିକ ଅଛି ମ୍ୟାଡାମ, ଆପଣଙ୍କର କାମ ଦରକାର ଆମର କିଛି ଟଙ୍କା ଦରକାର ମୋର ଅଛି। ମୁଁ କଣ କହୁଥିଲି କି ମୋ ଦେହଟା ଭଲ ନାହିଁ, ଯଦି ତମେ କିଛି ନ ଭାବିବ। କଣ କହୁନାହାନ୍ତି ମ୍ୟାଡାମ, କଣ ଦରକାର କୁହନ୍ତୁ, କରିଦେବି। ଏଇ ସିଧା ଗଲେ ଲେଫ୍ଟ ସାଇଡରେ ମୋ କିଚେନ ଅଛି, ଚା ବସିଛି। ମୋ ପାଇଁ ଗୋଟେ କପ୍ ଚା ଛାଣିକି ନେଇ ଆସିବ। ଏଇଭଳି କଥା, ଆପଣ ଏଇଠି ଥାନ୍ତୁ ମୁଁ ଗଲି ଆସିଲି ଜାଣିକି। ମିଠା ମିଠା କଥା କହୁଥିବା ତୁ ସେଇ କାଳ ନାଗୁଣୀ। ତୁ ମୋ ସିନ୍ଦୁର ଫରକୁ ଛଡେଇ ନେଇ ମତେ ଚୋଟ ମାରିବା ପୂର୍ବରୁ ତୋ ଅବସ୍ଥା ମୁଁ ଏମିତି କରିବି, ସିନ୍ଦୁର ପିନ୍ଧିବା ପାଇଁ ତୋର ଶକ୍ତି ନଥିବ କି ଶଙ୍ଖା ପିନ୍ଧିବା ପାଇଁ ତୋର ହାତ ବି ନଥିବ।